ଅରିନ୍ଦମଙ୍କର ଯୋଉ କାର୍ଯ୍ୟଟା ହେଇଥିଲା ସେ କାହିଁକି କରିଥିଲେ? ଏବେ ଆମ ଓଡ଼ିଶାରେ ଆମମାନଙ୍କର ଏମିତି ଫିଲ୍ମ ଦେଖିବା ପ୍ରବୃତ୍ତି ନାହିଁ, ଏତେଟା ଆକୃଷ୍ଟନୀୟ ଯୋଉଟା କି ସାଉଥରେ ଅଛି। ଯୋଉ ବିଜୟ ଥାଳାପତି ଯୋଉ ହେଲେ ଚିଫ ମିନିଷ୍ଟର, ଏମାନେ ଭାବୁଛନ୍ତି ଆମେ ଗୋଟେ ବଡ଼ ବଡ଼ ନେତା ହେଇଯିବୁ। ନେତା ହେବା ପରେ ବହୁତ ପରିଶ୍ରମ କରିବା ଦରକାର, ବହୁତ ବୁଦ୍ଧି ଥିବା ଦରକାର। କିନ୍ତୁ ସେଇ ଫିଲ୍ମ ଷ୍ଟାଇଲରେ ଅରିନ୍ଦମ ଯାଇ ଯୋଉ ଟାଙ୍ଗି ଚୌଧୁରୀ ଯୋଉ ଡ୍ରାମାଟା କଲେ, ଫିଲ୍ମଟା କଲେ, ସେଟା କିଛି ଏମିତି ନଥିଲା ଲୋକ ହିତକର କାମ କରିବା ଏସବୁ ନଥିଲା। ସାଧାରଣତଃ ଆମେ ପ୍ରଥମେ ଆମେ ତ ଏଇଥିରେ ବି ଆମେ କହିଥିଲୁ ଯେ ତାଙ୍କ ଉପରେ ଆକ୍ସନ ନିଆ ହବା ଉଚିତ। ଆକ୍ସନ ନଉନାହାନ୍ତି କାହିଁକି? କାଲସ ହେଇଯାଇଛନ୍ତି କାହିଁକି? ଏଟା କୋଉ ଟାଇପର ଏଫଆଇଆର ହେଲା, ସେ ତ ଆରେଷ୍ଟ ହବା କଥା। ତ ସେଥିରେ ପୋଲିସର ନିଷ୍କ୍ରିୟତା, ପୋଲିସ ତ ଦେଖୁଛନ୍ତି ଯେମିତି ଯୋଉଟା ଏମିତି ନିଷ୍କ୍ରିୟତା ହେଲେ କେବେ ଏ ଗଭର୍ଣ୍ଣମେଣ୍ଟ ମଧ୍ୟ ତାଙ୍କର ସେ ବିଜେପି ର ହନ୍ତୁ କାହାକୁ ହନ୍ତୁ ସ୍ପେୟାର କଲା ଭଳିଆ ତାଙ୍କର ଚରିତ୍ର ନାହିଁ। କିନ୍ତୁ ପୋଲିସର ଇନାକ୍ସନ, ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ ଅଖିଳେଶ ସିଂଙ୍କୁ ସେଠି କୋରାପୁଟରେ ନ କରିକି ଆମର ଏଇ କଟକ ଭୁବନେଶ୍ୱରର ମଧ୍ୟ ଯଦି ସ୍ଥାପନ କରାଯାଆନ୍ତା, ଆଟଲିଷ୍ଟ ଆଇନ ଶୃଙ୍ଖଳା ଟିକେ ରହନ୍ତା। ଭଲ ପୋଲିସ ଅଫିସର ଯୋଉମାନେ ଏକ୍ସପିରିଏନ୍ସ ଅଛନ୍ତି, ଯୋଉମାନେ ଡେୟାରିଂ ଅଛନ୍ତି, ସେମାନଙ୍କୁ ଏଠି ରଖିବା ଦରକାର। କାଳକ୍ରମେ ଆମେ ସମୟକ୍ରମେ ଆମେ ଦେଖିଲୁଣି ଭଲ ଭଲ ଅଫିସର ଯୋଉମାନେ ସେମାନେ ବାହାରକୁ ପେରି ଦଉଛନ୍ତି। କଟକରେ ସବୁମାନେ ଯୋଉମାନେ ପୁରା ଅପାରଗ ଅଫିସରକୁ ବର୍ତ୍ତମାନ ପୋଲିସରେ ଏଠି କଟକ ଭୁବନେଶ୍ୱରରେ ସ୍ଥାପିତ କରିଛି। ସାର୍ 29 ତାରିଖ ଦିନ ଟାଙ୍ଗୀ ବ୍ଲକରେ ଯୋଉ ସବୁ ହେଇଥିଲା, ଟାଙ୍ଗୀ ଥାନା ଘେରାଉ ହେଇଥିଲା, ସେଠି ବିଜୁ ଜନତା ଦଳର କର୍ମୀ ମାନେ ନେତା ମାନେ କହିଲେ ମାଇଚିଆ ପ୍ରଶାସନ। ମାଇଚିଆ ପ୍ରଶାସନରେ ଦୃଢ ଭାବରେ ଯୋଉଟା କହୁଛନ୍ତି ଛାଟ ମାରିବା କଥାରେ ସେଟା କିଛି ମାନେ କାହିଁକି ଆକ୍ସନ ନଉନାହାନ୍ତି, ସେଟା ମୁଁ ତ ସେଥିପାଇଁ ଆମ ଚକିତ ହବାକୁ ପଡୁଛି। ପୋଲିସ ଉପରେ ଆକ୍ସନ ହେବା ଦରକାର। ଆଙ୍କ ନାଁରେ ପୋଲିସ ଅଫିସର ଦେଖୁଛନ୍ତି, ସେମାନେ ଚାକିରି କରିଛନ୍ତି, ତାଙ୍କ ଚାକିରି ଚାଲିଗଲେ ସେମାନେ କଣ କରୁଛନ୍ତି, ଯୋଉ ଉପଦ୍ରବ କରୁଛନ୍ତି ବର୍ତ୍ତମାନ କରିକି, ସେଥିରେ ତାଙ୍କର ଯୋଉମାନେ ଆଇଏଏସ୍ କି ଆଇପିଏସ୍ ଯୋଉ ପାଉଛନ୍ତି, ସେ ଚାକିରି ଛାଡ଼ିଦେଲା ପରେ ଯଦି ଏଇ ଯୋଉ ପ୍ରକାର ସେ ଉପଦ୍ରବ ଡିସିପ୍ଲିନ ପ୍ରୋସିଡିଂ ହବ କି ଚାକିରି ଦାଗ ଆସିବ, ସେମାନେ ଚଳିପାରିବେ? ତାପରେ କଣ କରିବେ? ଏବେ ଯଦିଓ ନେତା ହବାକୁ ତାଙ୍କର ବହୁତ ବର୍ତ୍ତମାନ ଆଇଏଏସ୍ ଅଫିସର କି ଆଇପିଏସ୍ ଅଫିସର ହେଲେ, ତାଙ୍କର ଦେଖୁଛନ୍ତି ଆହୁରି ପଇସା କେମିତି ଭଲ ରୋଜଗାର କରିବ, ଆହୁରି ଆଧିପତ୍ୟ ତିଆରି କରିବ, ସେମାନେ ସବୁ ଚାକିରି ଛାଡ଼ିକି ବର୍ତ୍ତମାନ ନେତାଗିରି ହେଇଛନ୍ତି। ଯୋଉମାନେ ବି ହେଇଛନ୍ତି ଆଇଏଏସ୍ ଯାଇକି ବର୍ତ୍ତମାନ ନେତା, କାହିଁକି? ପଇସା ପାଇବା ତ ତାଙ୍କର ବେଶୀ ଦରକାର ନା। ତେଣୁ ଏମାନଙ୍କୁ ବର୍ତ୍ତମାନ ଆଡମିନିଷ୍ଟ୍ରେଟିଭ ଛାଟ ହବା ଦରକାର। ଏ ଗଭର୍ଣ୍ଣମେଣ୍ଟ ନିଷ୍କ୍ରିୟ ଟିକେ କୋହଳ ମନୋଭାବ ନ ରଖି କଠୋର ମନୋଭାବ ନ ନେଲେ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ବଦନାମ ହେଇଯିବ।